ମୁଁ ଆଜି ଯୁବତୀକାଲ କ୍ୟାମ୍ପ ଆସିଥିଲି ଥାନାରେ ଆସିକିନା ସାରଙ୍କୁ କହିଲେ ଯେ ଥାନାରେ ଆସିକିନା କ'ଣ ରହିଛି ଥାନାରେ, ତାପରେ ଥାନାରେ ରହିଛି ଜେଲ୍ ରହିଛି, ଲେଖା ସବୁ କରିବା ପାଇଁ କ'ଣ ବ୍ୟବସ୍ଥା ଅଛି ସବୁ କହିଲେ ଆମକୁ ସାର୍। ଆଉ ଡରିବା ପାଇଁ ମନା କଲେ, ଡରିଲେ କହିଲେ ଏଠି ଡରିଲେ ଥାନାରେ ଆସିକିନା ମ୍ୟାମ୍ ସାର୍ଙ୍କୁ ଜଣେଇବାକୁ ପଡ଼ିବ କ'ଣ ଅଛି, କ'ଣ ଆମ ସହିତ ଘଟିଛି ସେ ସବୁ ଜଣେଇ ପଡ଼ିବ। ବାଲିମାଳା ଥାନା ଜୁବେଣ୍ଟିକା ପ୍ରୋଗ୍ରାମକୁ ଆସିଥିଲି। ଅଙ୍ଗନବାଡିରୁ କିଶୋରୀ ମାନଙ୍କୁ ନେଇକି ଆସିଥିଲି, ଆଉ ଅନ୍ୟ ଅଙ୍ଗନବାଡି କେନ୍ଦ୍ରରୁ କିଶୋରୀ ମାନେ ଆସିଥିଲେ। ଜୁବେଣ୍ଟିକା ପ୍ରୋଗ୍ରାମକୁ ଯୋଗ ଦେଇକି ସେମାନେ ଯେମିତି ଚୋରି କରିଲେ ସେମାନେ ଯେମିତି ଥାନା ଅଧିକାରୀଙ୍କୁ ଜଣେଇ ପାରିବେ ଆଉ ଯୋଗାଯୋଗ କରିପାରିବେ ସେ ବିଷୟରେ ସାର୍ ମାନେ ବୁଝେଇଥିଲେ। ଆଉ ଫିମେଲ ମେଲ ଆଜତ ସବୁ ଦେଖେଇଥିଲେ। ମିଳିତ ଉଦ୍ୟମରେ ଜୁଭେଣ୍ଟିକା ନାମକ ପ୍ରୋଗ୍ରାମ ଆଜି ରାଜ୍ୟର 578 ଥାନାରେ ପାଳିତ ହେଉଛି। ସେହି କ୍ରମରେ ଆଜି ଆମେ କାଲିମେଳା ଥାନାରେ ଜୁଭେଣ୍ଟିକା ପ୍ରୋଗ୍ରାମ କରିଥିଲୁ। ଏଥିରେ ଆମର ଆରାଉଣ୍ଡ 14 ଆଡୋଲସେଣ୍ଟ ଅଙ୍ଗନବାଡ଼ି ସୁପରଭାଇଜର ଅଙ୍ଗନବାଡ଼ି ମ୍ୟାଡ଼ାମ୍ ମାନେ ଯୋଗ ଦେଇଥିଲେ। ଏଠି ଆମର SJPUର ହେଡ୍ CWPO IIC କାଲିମେଳା ଉପସ୍ଥିତ ଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଡୋଲସେଣ୍ଟ ମାନଙ୍କର ପୋଲିସ ପ୍ରତି ଥିବା ଭୟକୁ ଦୂର କରିବା। ଏଠି ଆମେ ସାଇବର କ୍ରାଇମ୍, ସ୍ୱାଗ ଓ ବିଭିନ୍ନ ତାଙ୍କ କାମରେ ଲାଗିଲା ଭଳି ଜିନିଷ ଗୁଡ଼ିକୁ ଡିସ୍କସନ୍ କରିଥିଲୁ ଏବଂ ଏହା ଅତି ସଫଳତାର ସହିତ ସମ୍ପନ୍ନ ହୋଇଛି।